ଭଞ୍ଜନଗରର ବିଭିନ୍ନ ସ୍ଥାନରେ ମହାଶିବରାତ୍ରି ପାଳନ। ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ଦେଶର କୋଣ ଅନୁକୋଣରେ ବିଭିନ୍ନ ଶୈବ ପୀଠମାନଙ୍କରେ ପାଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକର ବହୁ ପୁରାତନ ଶିବ ମନ୍ଦିରମାନଙ୍କରେ ମହାଶିବରାତ୍ରି ପାଳନ ହୋଇଛି। ଭକ୍ତମାନେ ସକାଳୁ ସକାଳୁ ଧୂପ ଦୀପ ସହ ପୂଜାର୍ଚ୍ଚନା କରିଛନ୍ତି। ଦେବଦେବ ମହାଦେବଙ୍କୁ ଭକ୍ତମାନଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ଶିବ ମନ୍ଦିରମାନଙ୍କରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିବା ସହ ଭଞ୍ଜନଗର ପୋଲିସ ମଧ୍ୟ ସହଯୋଗ କରିଛି। ଭଞ୍ଜନଗର ଉପଖଣ୍ଡ ପାଞ୍ଚେଶ୍ୱର ଶିବ ମନ୍ଦିର, ଝଙ୍କରେଇର ଜୀବନେଶ୍ୱର, ବେଳେଶ୍ୱର, ରଘୁନାଥ ମନ୍ଦିରମାନଙ୍କରେ ଭକ୍ତଙ୍କ ମହାସମାଗମ ଦେଖିବାକୁ ମିଳିଛି। ଭକ୍ତଙ୍କ ପାଇଁ ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ, ଭଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ଆସ୍ଥା ବିଶ୍ୱାସର ପର୍ବ ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରମାନଙ୍କରେ ମନ୍ଦିର କମିଟି ଦ୍ୱାରା ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ବ୍ୟବସ୍ଥା ହୋଇଥିଲା। ସେହିପରି ଭଞ୍ଜନଗର ଉପଖଣ୍ଡ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଠାରେ ମଧ୍ୟ ଶିବ ଜୟନ୍ତୀ ପାଳନ ହୋଇଛି। ବିଭିନ୍ନ ଝାଙ୍କି ଓ ପ୍ରଦର୍ଶନୀ ମାଧ୍ୟମରେ ଭକ୍ତଙ୍କୁ ଶିବ ବାବାଙ୍କ ବାଣୀ ପ୍ରଚାର ହୋଇଛି। ଭଞ୍ଜନଗର ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଟୁଡେ ନ୍ୟୁଜ୍ ଓଡ଼ିଆ।